ଓଡ଼ିଶା ଡ୍ରାଇଭର ମହାସଂଘର ଡ୍ରାଇଭର ଭାଇମାନେ ରକ୍ତଦାନ କରୁଛନ୍ତି। କାହାକୁ ରକ୍ତଦାନ କରୁଛନ୍ତି? ନିରୀହ ଗରିବ ଲୋକମାନଙ୍କର ଯାହା ପାଖରେ ପଇସା ପତ୍ର ନଥିବ, ଖାଇବା ବିନା ଟିକେ ହଇରାଣ ହରକତ ହେଉଥିବେ, ଡ୍ରାଇଭର ମହାସଂଘର ଭାଇମାନେ ଶୁଣିଲା ମାନେ ସାଙ୍ଗେ ସାଙ୍ଗେ ଯାଇକି ନିଜ ଦେହରୁ ରକ୍ତ ଦେଇକିରି ରୋଗୀଟାକୁ ବଞ୍ଚେଇ ଦେଉଛନ୍ତି। ଡ୍ରାଇଭର ଭାଇମାନେ ଭଲ କାମ କରୁଛନ୍ତି, ଅନ୍ୟର ଜୀବନ ଟିକେ ବଞ୍ଚାଇ ଦେଉଛନ୍ତି। ଜାଣିଛ, ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ ଉରୁଗୁଳା ଗ୍ରାମର ଜିତେନ୍ଦ୍ର ମାଝୀ ଭାଇ, ସେ ଜଣେ ହେଉଛନ୍ତି ମହାସଂଘ ଡ୍ରାଇଭର। ସେ ତାଙ୍କ ଅଙ୍ଗଦାନ କରିଦେଇଛନ୍ତି। ଡ୍ରାଇଭର ଭାଇମାନେ ସେତେବେଳେ ରକ୍ତଦାନ କରୁଥିଲେ, ଏବେ ଅଙ୍ଗଦାନ କଲେଣି। ହଁ, ଏଇଠି ଦେଖ। ଆମର ଜିତେନ୍ଦ୍ର ଭାଇ ଏକ ମହତ କାର୍ଯ୍ୟ କରିଛନ୍ତି, ଯାହାକି ଅଙ୍ଗଦାନ କରିଛନ୍ତି। ସେଥିପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଜିତୁ ଭାଇକି ଅଶେଷ ଧନ୍ୟବାଦ। ତେଣୁକରି ମୁଁ ଅନୁରୋଧ କରିବି ଜିତୁ ଭାଇକି ସେ କିଛି ଆମ ଓଡ଼ିଶାର ସମସ୍ତ ଜନସାଧାରଣ ସମସ୍ତ ଡ୍ରାଇଭର ସମାଜକୁ ଛୋଟିଆ ବାର୍ତ୍ତାଟିଏ ଦେବେ। ଜୟ ଜଗନ୍ନାଥ। ଡେଥ୍ ହେଉଛନ୍ତି କି 50 ଜଣ ଡେଥ୍ ହେଉଛି, ସେ 50 ଜଣରେ ଆପଣ ପ୍ଲସ୍ କରିଦେବେ ଚାରି ଜଣ। ମୁଁ ଆକ୍ଚୁଆଲି ମୋ ମୁଣ୍ଡରେ ଚିନ୍ତା ଆଇଲା ଯେ ମୁଁ ଯଦି ଦେବି, ଆମ ଡ୍ରାଇଭର ମହାସଂଘ ହେଉଛି ଓଡ଼ିଶାର କ'ଣ ଭାରତର ବଡ଼ ପ୍ଲାଟଫର୍ମ, ଯାହାକି ଗଭର୍ଣ୍ଣମେଣ୍ଟ ସରକାର ପାଖରେ ବି ଏଇଭଳିଆ ସଂଗଠନଟିଏ ନାହିଁ। ଯେହେତୁ ମାନେ ଆପଣଙ୍କର ମୋ ଚିନ୍ତାଧାରା ଇଏ ହେଲା ଯେ ଯଦି ସମସ୍ତେ ବ୍ଲଡ଼ ଦେଲେ, ସମସ୍ତେ ଇଏ ଦେଲେ, କିନ୍ତୁ ଏଇ ଜିନିଷଟାକୁ ସମସ୍ତେ ଡରୁଛନ୍ତି। କିନ୍ତୁ ଓଡ଼ିଶାବାସୀକି ମୁଁ ଏତିକି କହିବି, ମୋ ଡ୍ରାଇଭର ବନ୍ଧୁମାନଙ୍କୁ ଏତିକି କହିବି ଯେ ଏଇଟା କିଛି ଡରିବାର ନାହିଁ। କାରଣ ଆପଣମାନେ ଡେଥ୍ ହେଲା ପରେ ପୁଡ଼ି ଦେଉଛନ୍ତି, ପୋତି ଦେଉଛନ୍ତି। ମୁଁ ଏଠି ଆଖି ଦିଟା, ହାର୍ଟ ଆଉ କିଡନୀ ଦିଟା ଦେଇଛି। କ'ଣ ପାଇଁ ଦେଇଛି? ମୋତେ ଡୋନର ଯେଉଁମାନେ ସାର୍ ମାନେ କରୁଥିଲେ କହିଲେ ଟୋଟାଲ ବଡି ଦେବା ପାଇଁ, ମୁଁ ବଡି ଦେଲି ନାହିଁ। ଯେହେତୁ ମୋ ବାପା ମା ମୋତେ ପିଲାଦିନୁ ପୋଷିଛନ୍ତି, ବଡ଼ କରିଛନ୍ତି। ମୋ ପିଲାମାନେ କମ୍ ସେ କମ୍ ଆମର ଓଡ଼ିଆ ସମାଜରେ, ଆମ ସମାଜରେ ବଡିଟା ନିହାତି ଦରକାର। ଯେହେତୁ ମୁଁ ଏଇ 4 ଜିନିଷ ଦେଇ 4 ଜଣଙ୍କୁ ଜୀବନ ଦେଇପାରିବି, ସବୁଦିନେ ବଞ୍ଚିପାରିବି ବୋଲି ମୁଁ ଆଶା। ଅଙ୍ଗଦାନ ମହାପୁଣ୍ୟ। ଜୀବନ ଯିବା ପରେ ଅଙ୍ଗ ଦେଇ ଅନ୍ୟ ଜୀବନ ବଞ୍ଚେଇବା ମହାପୁଣ୍ୟ। ସମସ୍ତେ ଏମିତି ଆଗଭରା ହୁଅନ୍ତୁ, ଅନ୍ୟ ଜୀବନ ବଞ୍ଚାନ୍ତୁ। ଜଗନ୍ନାଥ ଜିତେନ୍ଦ୍ର ଭାଇର ପରିବାରକୁ, ତା ପିଲାମାନଙ୍କୁ ଘଣ୍ଟ ଘୋଡ଼ି ଏମିତି ସବୁଦିନ ରଖନ୍ତୁ। ଜୟ ଜଗନ୍ନାଥ।